ଆଜିର ପ୍ରସଙ୍ଗ ସଫଳତା ଯାତ୍ରାରେ ଭାରତୀୟ ରେଳବାଇ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତୀୟ ରେଳବାଇ ଏହାର ଯାତ୍ରା 1853 ମସିହା ଏପ୍ରିଲ 16 ତାରିଖରେ ଆରମ୍ଭ କରିଥିଲା। ବମ୍ବେ ଏବଂ ଥାନେ ମଧ୍ୟରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ପରିବହନ କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ବ୍ରିଟିଶ ଶାସନ ଅଧୀନରେ ରେଳ ନେଟୱାର୍କ ବ୍ୟାପକ ହେବାକୁ ଆରମ୍ଭ କରିଥିଲା। କଞ୍ଚାମାଲ ଏବଂ ସୈନ୍ୟ ପରିବହନ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ଦେଶ ସ୍ୱାଧୀନ ହେବା ପରେ ବହୁ ସଂଖ୍ୟକ ପ୍ରଚଳିତ ଘରୋଇ ରେଳ ବ୍ୟବସ୍ଥାକୁ ଜାତୀୟକରଣ କରାଯାଇ ଏକ ସାର୍ବଜନୀନ ସଂସ୍ଥା ଭାରତୀୟ ରେଳବାଇରେ ଏକୀକୃତ କରାଯାଇଥିଲା। 1952 ମସିହାରେ ଉନ୍ନତ ପ୍ରଶାସନିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରେଳ ଯୋଗାଯୋଗକୁ ବିଭିନ୍ନ ଜୋନ୍ରେ ପୁନଃ ବ୍ୟବସ୍ଥିତ କରାଯାଇଥିଲା। ରେଳବାଇର ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାପଡ଼େ 1832 ମସିହାରେ ମାଡ୍ରାସ ପ୍ରେସିଡେନ୍ସିରେ ରେଳ ଯୋଗାଯୋଗ ପାଇଁ ପ୍ରସ୍ତାବ ଆସିଥିଲା। 1837 ମସିହାରେ ଗ୍ରାନାଇଟ୍ ପରିବହନ ପାଇଁ ମାଡ୍ରାସରେ ପ୍ରଥମ ରେଡ୍ ହିଲ୍ ରେଳବାଇ କାର୍ଯ୍ୟକ୍ଷମ ହୋଇଥିଲା। 1853 ମସିହାରେ ବମ୍ବେର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ 34 କିଲୋମିଟର ପ୍ରଥମ ଯାତ୍ରୀବାହୀ ରେଳ ଚଳାଚଳର ଶୁଭାରମ୍ଭ ହୋଇଥିଲା। 1854 ମସିହାରେ ପୂର୍ବ ଭାରତୀୟ ରେଳବାଇ ହାଓଡ଼ା ଓ ହୁଗୁଳି ମଧ୍ୟରେ ଚଳାଚଳ କରିଥିଲା। 1856 ମସିହାରେ ଦକ୍ଷିଣ ଭାରତରେ ପ୍ରଥମ ରେଳ ଲାଇନ୍ କାର୍ଯ୍ୟକ୍ଷମ ହୋଇଥିଲା। 1859 ମସିହାରେ ଆହ୍ଲାବାଦରୁ କାନପୁର ପର୍ଯ୍ୟନ୍ତ 119 ମାଇଲ ଦୀର୍ଘ ରେଳ ଲାଇନ୍ ବିଛା ଯାଇଥିଲା। 1900 ମସିହା ବେଳକୁ ଦେଶରେ ପ୍ରାୟ 25,000 କିଲୋମିଟର ରେଳ ଲାଇନ୍ ରହିଥିଲା। ଏହା ମୁଖ୍ୟତଃ ପଣ୍ୟ ଓ ସାମରିକ ପରିବହନ ପାଇଁ ବ୍ୟବହୃତ ହେଉଥିଲା। 1925 ମସିହାରେ ଡିସି ଟ୍ରାକ୍ସନରେ ବମ୍ବେର ପ୍ରଥମ ବୈଦ୍ୟୁତିକ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା। ସ୍ୱାଧୀନୋତ୍ତର ଭାରତରେ ରେଳ ସଂଯୋଗ ବ୍ୟାପକ ହେବା ସହ ଏଥିରେ ସମୟାନୁକ୍ରମେ ଆଧୁନିକୀକରଣ କରାଯାଇଥିଲା। 1952 ମସିହାରେ ରେଳ ନେଟୱାର୍କ 6ଟି ପ୍ରଶାସନିକ ଜୋନ୍ରେ ପୁନର୍ଗଠିତ କରାଯାଇଥିଲା। 2003 ମସିହାରେ ପ୍ରଶାସନିକ ଜୋନ୍ ସଂଖ୍ୟା 12କୁ ବୃଦ୍ଧି ପାଇଥିଲା ଏବଂ ପରେ ଏହା 17ଟି ଜୋନ୍କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ଭାରତୀୟ ରେଳବାଇରେ ବ୍ୟାପକ ପରିବର୍ତ୍ତନ ହୋଇଛି। 2014 ପରଠାରୁ ଦେଶରେ 31,000 କିଲୋମିଟର ରେଳ ସଂଯୋଗ ସ୍ଥାପନ କରାଯାଇଛି। ସେଥିମଧ୍ୟରେ ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ରହିଛି। ଦେଶରେ ମେଟ୍ରୋ ରେଳ ସଂଯୋଗ ମଧ୍ୟ ବ୍ୟାପକ ହୋଇଛି। ସହରାଞ୍ଚଳରେ 850 କିଲୋମିଟର ମେଟ୍ରୋ ରେଳ ଯୋଗାଯୋଗ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆହୁରି କେତେକ ଅଞ୍ଚଳରେ ମେଟ୍ରୋ ରେଳ କାର୍ଯ୍ୟ ଜାରି ରହିଛି। ରେଳଯାତ୍ରୀଙ୍କୁ ନିରାପଦ ତଥା ଗୁଣାତ୍ମକ ସେବା ପ୍ରଦାନ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ରେଳ ଭଡ଼ା ଯଥେଷ୍ଟ କମ୍ ରହିଛି। ଏପରିକି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ରେଳ ଭଡ଼ା ଭାରତଠାରୁ 10ରୁ 20 ଗୁଣ ଅଧିକ ରହିଛି। ଇତିମଧ୍ୟରେ ଯାତ୍ରୀ ଏବଂ ମାଲ ପରିବହନ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଶକ୍ତି ମୂଲ୍ୟ ସ୍ଥିର ରହିଛି। ଭାରତରେ ପ୍ରସ୍ତୁତ ଯାତ୍ରୀବାହୀ କୋଚ୍ଗୁଡ଼ିକ ମୋଜାମ୍ବିକ୍, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ରପ୍ତାନି କରାଯାଉଛି। ସେହିଭଳି ଲୋକୋମୋଟିଭ୍ କୋଚ୍ ସେନେଗାଲ, ଶ୍ରୀଲଙ୍କା, ମ୍ୟାଁମାର ଏବଂ ବାଂଲାଦେଶକୁ ରପ୍ତାନି ହେଉଛି। ଚଳିତ ବର୍ଷ ଭାରତରେ 1,400 ଲୋକୋମୋଟିଭ୍ ଉତ୍ପାଦିତ ହୋଇଛି, ଯାହାକି ଆମେରିକା ଓ ୟୁରୋପର ମିଳିତ ଉତ୍ପାଦନ ଅପେକ୍ଷା ଅଧିକ। ରେଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କବଚ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ ଏହି ଆପଦକାଳୀନ ବ୍ରେକ୍ ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଦେଶର ବିଭିନ୍ନ ଅଞ୍ଚଳରେ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଭାରତୀୟ ରେଳବାଇ କ୍ଷେତ୍ରରେ ଆସନ୍ତା 2030 ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ରେଳବାଇ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶକୁ ମଧ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ରେଳ ସଂଯୋଗ କ୍ଷେତ୍ରରେ ବୈଦ୍ୟୁତିକରଣ ବ୍ୟାପକ ହୋଇଛି। ଯଥାଶୀଘ୍ର ଏ କ୍ଷେତ୍ରରେ 100% ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ କରାଯାଉଛି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ହାତକୁ ନିଆଯାଇଛି। ସୁରକ୍ଷା, ସମୟାନୁବର୍ତ୍ତୀ ତଥା ନିରାପଦ ଯାତ୍ରା ପାଇଁ ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ରେଳ ସେବା କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତୀୟ ରେଳବାଇର ଆର୍ଥିକ ଅବସ୍ଥା ସୁଦୃଢ଼ ରହିଛି ଏବଂ ଏହାକୁ ଅଧିକ ଉନ୍ନତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ରେଳବାଇ କ୍ଷେତ୍ରକୁ ମଧ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଇତିମଧ୍ୟରେ ଦେଶର କେତେକ ଅପହଞ୍ଚ ଅଞ୍ଚଳକୁ ରେଳ ଯୋଗାଯୋଗ ସମ୍ଭବ କରାଯାଇଛି। ରେଳବାଇ କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବାରେ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି।